ସାଙ୍ଗମାନେ ରାତି 10ଟା 15 ହେଲାଣି ଏମିତି ଗୋଟେ ଦୁଃଖଦାୟକ ଖବର ଆମ ପାଖରେ ଆସିକି ପହଞ୍ଚିଲା, ଯେଉଁଟାକି ଆମେ ଭିଡ଼ିଓ କରିକି ରହିପାରିଲୁନି। ଆପଣମାନେ ଆଗେ ଭିଡ଼ିଓଟା ଟିକେ ଦେଖିଦିଅନ୍ତୁ, ତାପରେ ଆମେ କଥା ହେବା। ଗୋଟେ ନିରୀହ ମାଆର ମାନେ ଛାତି ଫଟା ଚିତ୍କାର ଯେଉଁଟାକୁ କୁହାଯାଏ ଆମର, ମାନେ ଏତେ କଷ୍ଟ ତାଙ୍କୁ ହେଉଛି। ବର୍ତ୍ତମାନ ସେ କଟକ SCB ମେଡ଼ିକାଲରେ ଆଡ଼ମିସନ୍ କରିଛନ୍ତି ତାଙ୍କ ଝିଅକୁ। ଆଉ ମାନେ ବହୁତ ଗରିବ, ମାନେ ଦିନେ ଖାଇଲେ ଦିନେ ଉପାସ ଯାହାକୁ କୁହନ୍ତି ସେଇଭଳିଆ। ଆଉ ଭାରି ନିରୀହ ଲୋକ। ତାଙ୍କ ଭିଡ଼ିଓଟା ମୋ ପାଖକୁ ଆସିଲା, ହ୍ୱାଟ୍ସଆପ୍ରେ ମୋତେ ସେ ପଠାଇଥିଲେ କିଛି ଆର୍ଥିକ ସାହାଯ୍ୟ ପାଇଁ। ଆପଣମାନେ ଯଦି ଚାହିଁବେ କିଛି ଆର୍ଥିକ ସାହାଯ୍ୟ ବି କରିପାରିବେ। ଆଉ ମୁଁ ତାଙ୍କ ଫୋନ୍ ନମ୍ବର ଦେଇଦେଉଛି ସ୍କ୍ରିନ୍ରେ, ଆଉ ମୋର QR କୋଡ଼୍ଟା ଦେଇଦେଉଛି, କାହିଁକିନା ତାଙ୍କର QR କୋଡ଼୍ ନାହିଁ। ଆଉ ତାଙ୍କର ଖାଲି ଫୋନ୍ ନମ୍ବରଟା ଅଛି। ଆଉ ସେ ମୋତେ ଦେଲେ ଯେ ଯେଉଁ ଆମର ବ୍ୟାଙ୍କ ଆକାଉଣ୍ଟ ଦେଲେ, କିନ୍ତୁ ସେ ବ୍ୟାଙ୍କ ଆକାଉଣ୍ଟରେ କିଛି ବି ଦେଖାଯାଉନି ମୋତେ। ଆଉ ମୁଁ ପଢ଼ି ବି ପାରିଲିନି, ଦେଖାଯାଉନି ଟୋଟାଲ୍ ବି। ଆପଣମାନେ ଚାହିଁବେ ଯଦି ତାଙ୍କୁ କିଛି ଟଙ୍କେ ହେଉ 2 ଟଙ୍କା ହେଉ, ମୋ ହାତ ଯୋଡ଼ିକି ରିକ୍ୱେଷ୍ଟ କରୁଛି ମୋ ଓଡ଼ିଶାବାସୀଙ୍କୁ, ପ୍ଲିଜ୍ ଟଙ୍କେ ହେଉ 2 ଟଙ୍କା ହେଉ ତାଙ୍କୁ ଟିକେ ସାହାଯ୍ୟ କରିବେ। ଛୁଆଟି ଜଲ୍ଦି ଭଲ ହୋଇକି ଘରକୁ ପଳେଇ ଆସୁ, ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା ମୋର, ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ଆପଣମାନେ ଟିକେ ତା ପାଇଁ ପ୍ରେୟାର କରନ୍ତୁ, ଛୁଆଟି ଜଲ୍ଦି ଭଲ ହୋଇକି ଆମ ପାଖକୁ ଫେରି ଆସୁ, ଏତିକି ପ୍ରାର୍ଥନା ଆପଣମାନଙ୍କ ପାଖକୁ। ମୋର ଓଡ଼ିଶାବାସୀକୁ ସମସ୍ତଙ୍କୁ ଭାଇ ଭଉଣୀମାନଙ୍କୁ ମୋର ଏତେ ମାନେ ଦୁଃଖ ଏତେ ଦେଖିଲି, ମାନେ ଆଖିରେ ଲୁହ ବି ରହୁନି। ଛୁଆଟେ କିଛିଟା ସାହାଯ୍ୟ କରନ୍ତୁ। ବହୁତ ଆମେ ଦୁଃଖ। ଯେତିକି ପାରିବୁ ଆମେ 2 ଜଣ ସାହାଯ୍ୟ କରିବୁ, ଆପଣମାନେ ବି ସାହାଯ୍ୟ କରନ୍ତୁ। ଗୋଟେ ମା ବାପା କେତେ ଗରିବ ବାପା ମା, ତାଙ୍କ ଛୁଆ କେମିତି ତାଙ୍କ କତିକି ଫେରିକି ଆସୁ, ସେତିକି ମୁଁ ହାତ ଯୋଡ଼ି ପ୍ରାର୍ଥନା କରୁଛି ଭଗବାନଙ୍କ ପାଖରେ, ଜଗନ୍ନାଥଙ୍କ ପାଖରେ କିନ୍ତୁ ଭଲ ହେଇଯାଉ। ଆପଣଙ୍କ ସାହାଯ୍ୟର ହାତ ବଢ଼ାନ୍ତୁ ଟିକେ, ଛୁଆଟି ଛୁଆଟି କେମିତି ଭଲ ଭଲ ହୋଇକି ହେଇକି ପଳେଇ ଆସୁ। ଆସୁ। ରହିଲୁ, ନମସ୍କାର।